ସମସ୍ତେ ମାଟିମାଠୁ ବହୁତ ଦୂରରେ ସେ ମାଟିମାକୁ ମନେ ପକାଇବା ପାଇଁ ଏବଂ କଳିଙ୍ଗର ଗୁଣଗାନ କରିବା ପାଇଁ ଆମ ଐତିହ୍ୟର ଇତିହାସକୁ ଦୋହରାଇବା ପାଇଁ ଆଜିର କାର୍ଯ୍ୟକ୍ରମରେ ଆମର ଏହି ଛୋଟ ପ୍ରୟାସ। ପୋଲାଣ୍ଡ ଦେଶରେ ଥିବା ୱାର୍ସା ସହରରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଉତ୍କଳ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାଧୀନତା ସଂଗ୍ରାମୀ ଏବଂ ମହାପୁରୁଷମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ସେମାନଙ୍କୁ ସ୍ମୃତିଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲାଣ୍ଡରେ ଥିବା ଶତାଧିକ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ଆସି ଯୋଗ ଦେଇଥିଲେ। ଏଠି ଆମ ଓଡ଼ିଶାର ଓଡ଼ିଆ ଖାଦ୍ୟ ସଂସ୍କୃତି ପରମ୍ପରା କିଭଳି ଭାବରେ ପ୍ରଚାର ପ୍ରସାର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା। ଭବ୍ୟ ମନ୍ଦିର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର। ଏଠି ରହିଛି ଧର୍ମପଦର ଆତ୍ମବଳିଦାନର କାହାଣୀ। ଆମେ ଓଡ଼ିଆ ଭାଇ ଓଡ଼ିଆ ଆମ ପାଖରେ ରହିଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲାଣ୍ଡର ଭାରତୀୟ ଦୂତାବାସର ଦ୍ୱିତୀୟ ସେକ୍ରେଟାରୀ ଏବଂ ସିପିଆଇଓ ମୁଖ୍ୟ ଶ୍ରୀ କ୍ରିଷ୍ଣନେନ୍ଦୁ ବାନାର୍ଜୀ ଯୋଗ ଦେଇଥିଲେ। ଆଗକୁ ଏଭଳି ଭାବେ ଓଡ଼ିଶାରେ ହେଉଥିବା ସମସ୍ତ ଉତ୍ସବ ଓ ପର୍ବପର୍ବାଣୀକୁ ସାମୂହିକ ଭାବେ ପାଳନ କରିବାକୁ ଚେଷ୍ଟା କରିବୁ ବୋଲି ପୋଲାଣ୍ଡର ପ୍ରବାସୀ ଓଡ଼ିଆ ଅନୁଷ୍ଠାନର ପରିଚାଳକ ଶ୍ରୁତି ଜେନା ଏବଂ ସନ୍ତୋଷ ପଟ୍ଟନାୟକ କହିଛନ୍ତି। ଓଡ଼ିଶାର ଗଞ୍ଜାମ ଡିଷ୍ଟ୍ରିକ୍ଟରୁ ଆମେ ଏଠି ଆଜି ଉତ୍କଳ ଦିବସ ପାଳନ କଲୁ। ପୋଲାଣ୍ଡରେ ସବୁ ଓଡ଼ିଆ ସମସ୍ତଙ୍କ ସହଯୋଗରେ ଆଜି ଉତ୍କଳ ଦିବସ ପାଳନ ହେଲା। ଆଗକୁ ମଧ୍ୟ ଏହା ଜାରି ରହିବ। ଏତିକି ଭଗବାନ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଜୟ ଜଗନ୍ନାଥ। ब्यूरो रिपोर्ट भाग्यप्रभा न्यूज।